ଜରପଡ଼ା ଥାନା ଅନ୍ତର୍ଗତ ଓଗି ଗ୍ରାମରେ ଗତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଜିତେନ୍ଦ୍ର ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସମୟରେ ପରିବାର ଲୋକେ ଘରେ ଶୋଇଥିଲା ବେଳେ ଅଚାନକ ନିଆଁ ଲାଗିଯାଇଥିବାର ସୂଚନା ମିଳିଥିଲା। ସୂଚନା ଅନୁଯାୟୀ ଏହା ସାଧାରଣ ଅଗ୍ନିକାଣ୍ଡ ନୁହେଁ, ବରଂ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ନିଆଁ ଲଗାଇଥିବାର ସନ୍ଦେହ କରାଯାଉଛି। କିଛିଦିନ ପୂର୍ବରୁ ମଧ୍ୟ ଏହି ଘରକୁ ଦୁଇ ଥର ନିଆଁ ଲଗାଇବା ପାଇଁ ଚେଷ୍ଟା କରାଯାଇଥିଲା। ସେତେବେଳେ ଗ୍ରାମବାସୀମାନଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏନେଇ ପୂର୍ବରୁ ରାଜସ୍ୱ ନିରୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ଗ୍ରାମବାସୀ ମିଳିତ ଭାବେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ତଥାପି ଏପରି ଘଟଣା ପୁଣି ଥରେ ଘଟିବା ଗ୍ରାମରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ବିଧାନ କରିବାକୁ ପରିବାର ଓ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଅନୁଗୁଳ ବଅଁରପାଳରୁ ସୁବ୍ରତ ନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।